ଈଶ୍ୱରଙ୍କ ବାକ୍ୟ ମଧ୍ୟରେ ଅନୁଧ୍ୟାନ କରୁ ଲକ୍ଷ୍ୟ କରୁ ଆମେ ଦେଖିବାକୁ ପାଉ ଯେ ଏକ ସଫଳୀକୃତ ବୈବାହିକ ଜୀବନଯାପନ କରିବା ପାଇଁ ଈଶ୍ୱରଙ୍କ ବାକ୍ୟରେ ହୁଏତ ତିନି ଗୋଟି ପ୍ରମୁଖ ବିଷୟକୁ ଦେଖିବାକୁ ହୋଇଥାଏ। ତାହା ପ୍ରତ୍ୟେକ ପରିବାର ପାଇଁ ଏବଂ ଆଜିର ଏହି ନବ ଦମ୍ପତି ପାଇଁ ବିଶେଷ ଭାବେ ଆବଶ୍ୟକୀୟ ଅଟେ। ପ୍ରଥମେ ନବ ଦମ୍ପତି ସେମାନେ ପରିତ୍ରାଣ ପ୍ରାପ୍ତ ହେବା ନିହାତି ଦରକାର। ସେମାନେ ଏହି ଶୁଭ ସମୟରେ ଇଣ୍ଟ୍ରୋସ୍ପେକ୍ଟ କରିବା ଦରକାର, ଆତ୍ମ ଅନୁସନ୍ଧାନ କରିବା ଦରକାର ଯେ ମୁଁ ପ୍ରଭୁଙ୍କ ଅନୁଗ୍ରହରେ ଆଜି ଏହି ସୋପାନରେ ପହଞ୍ଚି ପାରିଛି। ପ୍ରକୃତରେ ମୁଁ ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ପରିତ୍ରାଣର ସମ୍ପର୍କ ସ୍ଥାପନ କରିପାରିଛି କି? ତାହା ଗୋଟେ ମୂଳଦୁଆ ପରି ଅତୀବ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆଉ ଯେବେ ତାହା ନଥାଏ ଏକ ଖ୍ରୀଷ୍ଟୀୟ ବିବାହ ତାହା ଖ୍ରୀଷ୍ଟୀୟ ବିବାହ ହୋଇପାରିନଥାଏ। ଦ୍ୱିତୀୟ ବିଷୟ ଆମେ ଦେଖୁ ସେମାନେ ପରସ୍ପର ପବିତ୍ରତାରେ ବଢ଼ିବା ଆବଶ୍ୟକ। ନବଦମ୍ପତି ପ୍ରତି ସକାଳେ ପ୍ରତିଦିନ ପ୍ରତି ସନ୍ଧ୍ୟାରେ ସେମାନେ ପରସ୍ପର ଖାଉଛରେ ବସି ଈଶ୍ୱରଙ୍କ ବାକ୍ୟ ଖୋଲି ସେମାନେ ଡିଭୋସନ୍ ନେବା ଦରକାର ଏବଂ ଆତ୍ମସମୀକ୍ଷା କରିବା ଦରକାର, ପରସ୍ପର କ୍ଷମା ଦେବା ଦରକାର। ଆଉ ପ୍ରଭୁରେ ସେମାନେ ନିଶ୍ଚିତ ଭାବେ ସେହି ପ୍ରକାର ବଢ଼ିବା ଦରକାର ରହିଛି। ପବିତ୍ର ଜୀବନ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ଆଉ ଏ ବିବାହ ବୈବାହିକ ଜୀବନରେ ପ୍ରଥମ ବିଷୟ ପରିତ୍ରାଣ ପ୍ରାପ୍ତ ହେବା, ଦ୍ୱିତୀୟ ବିଷୟ ପବିତ୍ର ଭାବେ ବଢ଼ିବା ଏବଂ ତୃତୀୟ ବିଷୟ ତାହା ଆଧ୍ୟାତ୍ମିକ ଭାବରେ, ସାମାଜିକ ଭାବରେ, ପାରିବାରିକ ଭାବରେ ପରିପକ୍ୱ ହୋଇ ବଢ଼ିବା। ଗୋଟାଏ ମ୍ୟାଚ୍ୟୁରିଟି, ସ୍ପିରିଚୁଆଲ ମ୍ୟାଚ୍ୟୁରିଟି ଗେଇନ୍ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଆଉ ଯେବେ ନବ ଦମ୍ପତି ସେମାନେ ଏହି ତିନି ଗୋଟି ବିଷୟ ଉପରେ ସେମାନେ ସ୍ଥାପିତ ହୁଅନ୍ତି, ଦୃଢ଼ ଭାବେ ସ୍ଥାପିତ ହୁଅନ୍ତି, ସେହି ପ୍ରକାର ବୈବାହିକ ଜୀବନ ଗୋଟେ ବଡ଼ ଫଳପ୍ରସୂ, ଫଳଦାୟୀ ଏବଂ ପ୍ରଭୁଙ୍କ ଗୌରବଯୁକ୍ତ ବିଷୟ ତାହା ହୋଇପାରିଥାଏ। ଦ୍ୱିତୀୟ ଅବସରରେ ଏହା ମୋର ଶୁଭେଚ୍ଛା। ଆଜିର ନବଦମ୍ପତିକୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଆଉ ଏ ସମସ୍ତ ଗୁଣ, ଏ ସମସ୍ତ କାର୍ଯ୍ୟରେ ସେମାନେ ଯେମିତି ଆଗଭର ହେବାକୁ ପାରିବେ ପ୍ରଭୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। विशेष धन्यवाद। आसंतु आमे गोटे करताल दे प्रभुंकर दासंतु आमे उत्साह देबा। थैंक यू सो मच। शुभेच्छा वार्ता माध्यम एक सुंदर शिक्षणीय विषय आम ख्रीष्टीय समाज एवं एक वैवाहिक जीवन